ଆଧ୍ୟାତ୍ମିକ ବାସ୍ତବିକତା ଆମକୁ ଏକ ଅଦ୍ଭୁତ ଯାତ୍ରାରେ ଆଗେଇ ନିଏ। ଏହି ଯାତ୍ରା ଏକ ଏଭଳି ଯାତ୍ରା ଯାହା ଆପଣଙ୍କ ଜୀବନ ପରିବର୍ତ୍ତନ କରିଦେବ। ଏହି ଯାତ୍ରା ଆପଣଙ୍କୁ ଜ୍ଞାନ ଏବଂ ସୁଖର ସୀମା ପର୍ଯ୍ୟନ୍ତ ନେଇଯିବ। ଆଧ୍ୟାତ୍ମିକ ବାସ୍ତବିକତାର ଏହି ଚଳଚ୍ଚିତ୍ରଟି ଧ୍ୟାନ ଏବଂ ଧ୍ୟାନର ଅନୁଭବ ଉପରେ ପ୍ରସ୍ତୁତ କରାଯାଇଛି। ଏହି ଚଳଚ୍ଚିତ୍ରକୁ ଆରାମରେ ଦେଖନ୍ତୁ। ବର୍ତ୍ତମାନ ଏହାକୁ ଦେଖନ୍ତୁ ଏବଂ ଦେଖୁ ଦେଖୁ ଏହାର ପ୍ରଭାବରେ ଭାସି ଚାଲନ୍ତୁ। ଏହାର ବିଶ୍ଳେଷଣ କରନ୍ତୁ ନାହିଁ, ଏହା ଭିତରେ ବୁଡ଼ି ଯାଆନ୍ତୁ। ସମସ୍ତ ବିଚାର ଦୂର କରିଦିଅନ୍ତୁ। ଗଭୀର ଶ୍ୱାସ ନିଅନ୍ତୁ ଏବଂ ବାସ୍ ଦେଖୁଥାନ୍ତୁ। ଏହା କେବଳ ଆପଣଙ୍କ ପାଇଁ। ଏହି ପୁରା ବ୍ରହ୍ମାଣ୍ଡରେ ଆମେ କେବଳ ଏକ ଛୋଟ ଅଣୁ ମାତ୍ର ଅଟୁ। ଆମ ସମସ୍ତଙ୍କର ଗୋଟିଏ ହିଁ ପ୍ରଚେଷ୍ଟା ଥାଏ, ଏକ ସୁନ୍ଦର ସ୍ୱାସ୍ଥ୍ୟ, ଶାନ୍ତି, ଜ୍ଞାନ, ସୌଭାଗ୍ୟ, ଶକ୍ତି, ଅର୍ଥ, ସବୁ ସମୟରେ ସବୁ ପରିସ୍ଥିତିରେ ସୁଖ ଏବଂ ଶାନ୍ତିର କାମନା। ଏହାକୁ ପାଇବା ପାଇଁ ପ୍ରତ୍ୟେକ ମଣିଷ କଠିନ ପରିଶ୍ରମ କରିଥାଏ। କିନ୍ତୁ କ'ଣ ଆମେ ଏହାକୁ ପାଇପାରିବା? ଆଜ୍ଞା ହଁ, ଏହାକୁ ପ୍ରାପ୍ତ କରାଯାଇପାରିବ। ଏହିସବୁ ସେତେବେଳେ ସମ୍ଭବ ଯେତେବେଳେ ଆମେ ଆତ୍ମଜ୍ଞାନ ଏବଂ ବିଶ୍ୱଶକ୍ତିକୁ ବୁଝିନେବା। ଚାଲନ୍ତୁ ବିଶ୍ୱଶକ୍ତି ବିଷୟରେ କିଛି ଜାଣିବା। ବିଶ୍ୱଶକ୍ତି ସମ୍ପୂର୍ଣ୍ଣ ବିଶ୍ୱରେ ଉପସ୍ଥିତ ଅଛି। ଏହି ଶକ୍ତିରେ ସମ୍ପୂର୍ଣ୍ଣ ନକ୍ଷତ୍ରମଣ୍ଡଳ, ଗ୍ରହ, ମନୁଷ୍ୟ, ପରମାଣୁ ବାନ୍ଧି ହୋଇ ରହିଛନ୍ତି। ଏହା ସବୁ ଜାଗାରେ ଅଛି। ଏହାର ବନ୍ଧନ ସମ୍ପୂର୍ଣ୍ଣ ବିଶ୍ୱକୁ ବ୍ୟବସ୍ଥିତ ରଖିଛି। ବିଶ୍ୱଶକ୍ତି ଜୀବନ ଶକ୍ତି ଅଟେ, ଦିବ୍ୟ ଶକ୍ତି ଅଟେ। ବିଶ୍ୱଶକ୍ତି ଆମ ଜୀବନରେ ସନ୍ତୁଳନ ଏବଂ ଆମ ଚେତନା ପାଇଁ ଜରୁରୀ ଅଟେ। ବିଶ୍ୱଶକ୍ତି ଆମର ସମସ୍ତ କ୍ରିୟା ଏବଂ କର୍ମର ମୂଳ ଅଟେ। ଗଭୀର ନିଦ୍ରା ଏବଂ ସମ୍ପୂର୍ଣ୍ଣ ନିଃଶବ୍ଦ ସ୍ଥିତିରେ ଆମକୁ ବହୁତ ଅଳ୍ପ ମାତ୍ରାରେ ବିଶ୍ୱଶକ୍ତି ମିଳିଥାଏ। ଏହି ଶକ୍ତିକୁ ଆମେ ଆମର ଦୈନନ୍ଦିନ ମାନସିକ କାର୍ଯ୍ୟରେ ବ୍ୟବହାର କରିଥାଉ, ଯେମିତିକି ଦେଖିବା, କହିବା, ଶୁଣିବା, ବିଚାର କରିବା ଏବଂ ଶରୀରର ପ୍ରତ୍ୟେକ କାର୍ଯ୍ୟରେ। ଏହି ଅଳ୍ପ ଶକ୍ତି ଆମକୁ ଶୋଇବା ସମୟରେ ମିଳିଥାଏ। ଏହା ସମସ୍ତ କାର୍ଯ୍ୟ ପାଇଁ ଯଥେଷ୍ଟ ନୁହେଁ। ସେଥିପାଇଁ ଆମେ ଥକିଯାଉ, ଚିନ୍ତାଗ୍ରସ୍ତ ହୋଇଯାଉ। ଏହି ସବୁ ପାଇଁ
ଆମେ ମାନସିକ ଏବଂ ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇଥାଉ, ରୋଗଗ୍ରସ୍ତ ହୋଇଥାଉ। ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମକୁ ଅଧିକରୁ ଅଧିକ ବିଶ୍ୱଶକ୍ତି ମିଳିବା ଆବଶ୍ୟକ। ବିଶ୍ୱଶକ୍ତି ଆବଶ୍ୟକ ହୁଏ ଆମ ଶରୀରର ସନ୍ତୁଳନ ବଜାୟ ରଖିବା ପାଇଁ, ସୁଖୀ ଏବଂ ସୁସ୍ଥ ଜୀବନ ପାଇଁ, ସବୁ କାର୍ଯ୍ୟ ଏବଂ ପରିସ୍ଥିତିର ସାମ୍ନା କରିବା ପାଇଁ, ଜ୍ଞାନ ପ୍ରାପ୍ତ କରିବା ପାଇଁ ଏବଂ ନିଜ ଚେତନାକୁ ବଢ଼ାଇବା ପାଇଁ। ସମ୍ପୂର୍ଣ୍ଣ ବିଶ୍ୱଶକ୍ତି କେବଳ ଆମକୁ ଧ୍ୟାନରୁ ହିଁ ମିଳିଥାଏ। ନିଦ୍ରା ବେହୋଶ ଧ୍ୟାନ ଅଟେ। ଧ୍ୟାନ ସ୍ୱାଭାବିକ ନିଦ୍ରା ଅଟେ। ନିଦ୍ରାରୁ ଆମକୁ ବହୁତ ଅଳ୍ପ ବିଶ୍ୱଶକ୍ତି ମିଳିଥାଏ, କିନ୍ତୁ ଧ୍ୟାନରୁ ଆମକୁ ଯଥେଷ୍ଟ ବିଶ୍ୱଶକ୍ତି ପ୍ରାପ୍ତ ହୋଇଥାଏ। ଏହି ଶକ୍ତି ଆମ ଶରୀରର, ମସ୍ତିଷ୍କର ଏବଂ ବୁଦ୍ଧିର ଶକ୍ତି ବଢ଼ାଇଥାଏ। ଷଷ୍ଠ ଇନ୍ଦ୍ରିୟକୁ ଜାଗ୍ରତ କରେ ଏବଂ ଆହୁରି ଅନେକ କିଛି। ଏହି ଜ୍ଞାନରୁ ବଢ଼ିଥିବା ଶକ୍ତିରୁ ଆମେ ଚିନ୍ତାମୁକ୍ତ ହୋଇ ସୁସ୍ଥ ଏବଂ ସୁଖୀର ଜୀବନ କାଟିପାରିବା। ଆମର ଶକ୍ତି ବହୁତ ବଢ଼ିଯାଏ। ଧ୍ୟାନ ଆମର ଚେତନା ସ୍ୱୟଂ ପ୍ରତି ଆସିବା ଛଡ଼ା ଆଉ କିଛି ନୁହେଁ। ଧ୍ୟାନ ଦ୍ୱାରା ଆମେ ଜାଣିଶୁଣି ନିଜର ଶରୀରକୁ, ମସ୍ତିଷ୍କକୁ ନେଇଯାଇଥାଉ। ମସ୍ତିଷ୍କରୁ ଜ୍ଞାନକୁ ଯାଇଥାଉ ଏବଂ ଜ୍ଞାନରୁ ସ୍ୱୟଂ ପ୍ରତି ଏବଂ ତାଠାରୁ ମଧ୍ୟ ଆଗକୁ ଚାଲି ଯାଇଥାଉ। ଧ୍ୟାନ କରିବା ପାଇଁ ଆମକୁ ଆମ ଶରୀରର ପ୍ରତ୍ୟେକ କ୍ରିୟା ପ୍ରତିକ୍ରିୟାକୁ ବନ୍ଦ କରିବାକୁ ହୋଇଥାଏ। ଯେମିତିକି ଶରୀରର ହଲିବା, ଦେଖିବା, କହିବା ଏବଂ ଭାବିବା। ଧ୍ୟାନ କେମିତି କରନ୍ତି? ଚାଲନ୍ତୁ ଜାଣିବା। ଧ୍ୟାନ ପାଇଁ ପ୍ରଥମ କାମ ହେଉଛି ସ୍ଥିତି। ଆପଣ ଯେକୌଣସି ପ୍ରକାର ବସିପାରିବେ। ବସିବା ଆରାମଦାୟକ ଏବଂ ନିଶ୍ଚଳ ହେବା ଆବଶ୍ୟକ। ଆମେ ଚଟାଣରେ ଏବଂ ଚୌକି ଉପରେ ବସି ଧ୍ୟାନ କରିପାରିବା। ଧ୍ୟାନ ଆମେ କୌଣସି ସ୍ଥାନରେ ବି କରିପାରିବା ଯେଉଁଠି ଆମକୁ ସୁଖଦ ଅନୁଭବ ହେଉଛି। ଆରାମଦାୟକ ସ୍ଥିତିରେ ବସିଯାଆନ୍ତୁ। ଗୋଡ଼ ଦୁଇଟିକୁ ଛନ୍ଦି ଦିଅନ୍ତୁ। ହାତ ଦୁଇଟିକୁ ଛନ୍ଦି ଦିଅନ୍ତୁ। ଆଖି ବନ୍ଦ କରିଦିଅନ୍ତୁ। ଭିତର ଏବଂ ବାହାରର ଶବ୍ଦର ଧ୍ୟାନ ଦେବା ବନ୍ଦ କରନ୍ତୁ। କୌଣସି ମନ୍ତ୍ର ଉଚ୍ଚାରଣ କରନ୍ତୁ ନାହିଁ। ସମ୍ପୂର୍ଣ୍ଣ ଶରୀରକୁ ଢିଲା ଛାଡ଼ି ଦିଅନ୍ତୁ। ଢିଲା, ପୁରା ଢିଲା। ଯେବେ ଆମେ ଗୋଡ଼କୁ ଛନ୍ଦି ଦେଉ, ଆଙ୍ଗୁଠିକୁ ବନ୍ଦ ଛନ୍ଦି ଦେଉ, ସେବେ ଶକ୍ତିର କ୍ଷେତ୍ର ବଢ଼ିଯାଏ, ସ୍ଥିରତା ବଢ଼ିଯାଏ। ଆଖି ମସ୍ତିଷ୍କର ଦ୍ୱାର ଅଟେ, ସେଥିପାଇଁ ଆଖି ବନ୍ଦ ହେବା ଦରକାର। ମନ୍ତ୍ର ଉଚ୍ଚାରଣ କିମ୍ବା କିଛି ବି ଶବ୍ଦ ଭିତରର କିମ୍ବା ବାହାରର ମନର କ୍ରିୟା ଅଟେ, ସେଥିପାଇଁ ଏମାନଙ୍କୁ ବନ୍ଦ କରିବାକୁ ହେବ। ଯେତେବେଳେ ଶରୀରକୁ ଢିଲା ଛାଡ଼ି ଦିଆଯାଏ, ସେତେବେଳେ ଚେତନା ଦ୍ୱିତୀୟ କକ୍ଷକୁ ଚାଲିଯାଏ। ମନ ଏବଂ ବୁଦ୍ଧି, ମନ
विचारମାନଙ୍କର ଏକ ସମଷ୍ଟି ଅଟେ। ଅନେକ ପ୍ରକାର ବିଚାର ଆମ ମନ ମଧ୍ୟରେ ଆସିଥାଏ। ଯେତେବେଳେ ବିଚାର ଆସେ ସେତେବେଳେ ଅନେକ ପ୍ରଶ୍ନ ମଧ୍ୟ ଚାଲି ଆସେ। ଜଣାତରେ ହେଉ କିମ୍ବା ଅଜଣାତରେ ମନ ଏବଂ ବୁଦ୍ଧିକୁ ବିଚାର ଶୂନ୍ୟ କରିବା ପାଇଁ ଆମକୁ ଆମ ଶ୍ୱାସ ଉପରେ ଧ୍ୟାନ ଦେବା ଆବଶ୍ୟକ। ନିଜ ଉପରେ ଧ୍ୟାନ ଦେବା ଆମର ପ୍ରାକୃତିକ ସ୍ୱଭାବ ଅଟେ। ଜାଣିଶୁଣି ଶ୍ୱାସ ନେବା ଆବଶ୍ୟକ ନାହିଁ। ଜାଣିଶୁଣି ନା ଶ୍ୱାସ ନିଅନ୍ତୁ ନା ଛାଡ଼ନ୍ତୁ। ଶ୍ୱାସ ନେବା ଏବଂ ଛାଡ଼ିବା ଅନାୟାସ ହେବା ଦରକାର। ପ୍ରାକୃତିକ ଶ୍ୱାସ ଉପରେ ଧ୍ୟାନ ଦିଅନ୍ତୁ। ଏହାର ବ୍ୟାଖ୍ୟା ଅଟେ। ଏହା ହିଁ ଧ୍ୟାନର ପଦ୍ଧତି ଅଟେ। ବିଚାରର ଅନ୍ୱେଷଣ କରନ୍ତୁ ନାହିଁ। ବିଚାର ପ୍ରଶ୍ନମାନଙ୍କର ସହ ଯୋଡ଼ି ହୋଇଯାଆନ୍ତୁ ନାହିଁ। ବିଚାରକୁ ଦୂର କରିଦିଅନ୍ତୁ। ଶ୍ୱାସ ଉପରେ ପୁଣି ଥରେ ଧ୍ୟାନ ଦିଅନ୍ତୁ। ପ୍ରାକୃତିକ ଶ୍ୱାସ ଉପରେ ଧ୍ୟାନ ଦିଅନ୍ତୁ। ଶ୍ୱାସ ଭିତରେ ହଜି ଯାଆନ୍ତୁ। ଏହାପରେ ଶ୍ୱାସ ଗଭୀରତା କ୍ରମଶଃ କମି ଆସିବ। ଧୀରେ ଧୀରେ ଶ୍ୱାସ ହାଲକା ଛୋଟ ହୋଇ ଆସିବ। ଶେଷରେ ଶ୍ୱାସ ବହୁତ ଛୋଟ ହୋଇଯିବ ଏବଂ ଦୁଇଟି ଯାକ ଆଖି ମଝି ସ୍ଥାନରେ ନାସିକାର ଉପରି ଭାଗରେ ଏକ ଆଲୋକର ରୂପ ନେଇଯିବ। ଏହି ସ୍ଥିତିରେ ସମସ୍ତଙ୍କ ଭିତରେ ନା ଶ୍ୱାସ ରହିବ ନା ବିଚାର। ସେ ବିଚାର ଶୂନ୍ୟ ହୋଇଯିବ। ଏହି ସ୍ଥିତିକୁ ନିର୍ମଳ ସ୍ଥିତି କୁହାଯାଏ। ବିଚାର ଶୂନ୍ୟ ସ୍ଥିତି ହେଉଛି ଧ୍ୟାନର ସ୍ଥିତି। ଏହା ହେଉଛି ସେହି ସ୍ଥିତି ଯେଉଁ ସ୍ଥିତିରେ ଆମ ଉପରେ ବିଶ୍ୱ ଶକ୍ତିର ବର୍ଷା ହେବା ଆରମ୍ଭ ହୋଇଯାଏ। ଆମେ ଯେତେ ଅଧିକ ଧ୍ୟାନ କରିବା ସେତେ ଅଧିକ ବିଶ୍ୱ ଶକ୍ତି ଆମକୁ ପ୍ରାପ୍ତ ହେବ। ବିଶ୍ୱ ଶକ୍ତି ପ୍ରାଣମୟ ଶରୀରର ଶକ୍ତିରେ ପ୍ରବାହ କରିଥାଏ। ଶକ୍ତିରେ ପରିପୂର୍ଣ୍ଣ ଶରୀରକୁ ପ୍ରାଣମୟ କୁହାଯାଏ। ପ୍ରାଣମୟ ଶରୀରରେ 72,000ରୁ ବି ଅଧିକ ରଙ୍ଗହୀନ ନାଡ଼ିମଣ୍ଡଳ କିମ୍ବା ଶକ୍ତିର ନାଡ଼ିମଣ୍ଡଳ ଥାଏ, ଯିଏକି ସମ୍ପୂର୍ଣ୍ଣ ଶରୀରରେ ବିସ୍ତାରିତ ହୋଇ ରହିଛି। ଶକ୍ତି ନାଡ଼ି ମସ୍ତିଷ୍କର ଉପରି ଭାଗରୁ ଆରମ୍ଭ ହୋଇଥାଏ। ଏହି ଭାଗଟିକୁ ବ୍ରହ୍ମରନ୍ଧ୍ର କୁହାଯାଏ। ଏହି ନାଡ଼ି ଗୁଡ଼ିକ ଶରୀରରେ ବୃକ୍ଷର ଚେର ଏବଂ ଡାଳ ଭଳି ବିସ୍ତାରିତ ହୋଇଛି। ପ୍ରାଣମୟ ଶରୀର ଆମ ଶରୀରର ବିଶେଷ ଆଧାର ଅଟେ। ପ୍ରାଣମୟ ଶରୀର ଆମ କର୍ମ ଏପରିକି ଅସ୍ତିତ୍ୱର ଉଦ୍ଗମ ବିନ୍ଦୁ ଅଟେ। ପ୍ରାଣମୟ ଶରୀରକୁ ଗଭୀର ନିଦ୍ରାରେ କିମ୍ବା ଧ୍ୟାନରେ ବିଶ୍ୱ ଶକ୍ତି ମିଳିଥାଏ। ଆମେ ଏହି ଶକ୍ତିର ଉପଯୋଗ ଆମର ସବୁ ମାନସିକ ଏବଂ ଶାରୀରିକ କାର୍ଯ୍ୟରେ ଯେପରିକି ଦେଖିବା, କହିବା, ଶୁଣିବା, ଭାବିବା ଏବଂ ଶାରୀରିକ କାର୍ଯ୍ୟରେ କରିଥାଉ। ଏ ସମସ୍ତ କର୍ମର ଆଧାର ବିଶ୍ୱ ଶକ୍ତି ଅଟେ। ବିଶ୍ୱ ଶକ୍ତିର ପ୍ରବାହ କେବଳ ଆମ ବିଚାର ଉପରେ ଆଧାରିତ ଥାଏ। ଯେବେ ଆମେ ବିଚାର କରିବା ଆରମ୍ଭ କରୁ
ବିଶ୍ୱଶକ୍ତିର ପ୍ରବାହ ବନ୍ଦ ହୋଇଯାଏ। ଏହାର ଅର୍ଥ ଆମର ବିଚାର କରିବା ବିଶ୍ୱଶକ୍ତିର ବାଧକ ଅଟେ। ଯେବେ ବିଶ୍ୱଶକ୍ତିର ପ୍ରବାହ କମ୍ ହୋଇଯାଏ, ସେବେ ଶକ୍ତି ନାଡ଼ୀମାନଙ୍କରେ କମ୍ ଶକ୍ତି ପହଞ୍ଚିଥାଏ। ଏହି ଅଭାବ ଆମର ଶରୀରର ଶକ୍ତିରେ ରଙ୍ଗହୀନ ସୂକ୍ଷ୍ମ ଦାଗ ପଡ଼ିଯାଏ। ଏହି ଦାଗ ଧୀରେ ଧୀରେ ଆମ ଶରୀରରେ ରୋଗ ସୃଷ୍ଟି କରିଥାଏ। ଏହାର ଅର୍ଥ ଆମ ପ୍ରାଣମୟ ଶରୀରରେ ଶକ୍ତିର ଅଭାବ ସମସ୍ତ ରୋଗର ମୂଳ ଅଟେ। ଧ୍ୟାନରୁ ଆମକୁ ବହୁତ ଅଧିକ ପରିମାଣରେ ବିଶ୍ୱଶକ୍ତି ମିଳିଥାଏ। ଏହା ଆମ ଶକ୍ତି ନାଡ଼ୀମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଶରୀରରେ ପହଞ୍ଚିଥାଏ। ବିଶ୍ୱଶକ୍ତି ବହୁତ ଅଧିକ ମାତ୍ରାରେ ଶକ୍ତି ନାଡ଼ୀମାନଙ୍କରେ ପ୍ରବାହିତ ହୁଏ। ସେଥିପାଇଁ ରଙ୍ଗହୀନ ସୂକ୍ଷ୍ମ ଦାଗ ସବୁ ଲିଭିଯାଏ। ଯେତେବେଳେ ଏ ସମସ୍ତ ଦାଗ ସଫା ହୋଇଯାଏ, ସେତେବେଳେ ଆମେ ସମସ୍ତ ରୋଗରୁ ମୁକ୍ତ ହୋଇଯାଉ। ଯେତେବେଳେ ବ୍ରହ୍ମରନ୍ଧ୍ରରେ ଶକ୍ତି ପ୍ରବାହିତ ହୁଏ, ସେବେ ଆମକୁ ମସ୍ତିଷ୍କରେ ଏବଂ ପୁରା ଶରୀରରେ ଭାରି ଅନୁଭବ ହୋଇଥାଏ। ଯେବେ ଶକ୍ତି ଆମ ନାଡ଼ୀମଣ୍ଡଳକୁ ସଫା କରିବାକୁ ଲାଗେ, ସେବେ ଆମକୁ ସେ ଭାଗରେ କୁଞ୍ଚନ ବା କଷ୍ଟର ଅନୁଭବ ହୋଇଥାଏ। କିଛି କିଛି ସମୟରେ ଆମକୁ ଭୌତିକ ଶରୀରର ଅନେକ ଭାଗରେ କଷ୍ଟ ଅନୁଭବ ହୋଇପାରେ। ଏହି କଷ୍ଟକୁ ଦୂର କରିବା ପାଇଁ ଆମକୁ ଔଷଧ ଖାଇବାର ଆବଶ୍ୟକତା ନାହିଁ। ଅଧିକ ଧ୍ୟାନ କରିବା ଦ୍ୱାରା ଏହି କଷ୍ଟ ଦୂର ହୋଇଯାଇଥାଏ। ଧ୍ୟାନ ମଧ୍ୟରେ ଅଧିକ ବିଶ୍ୱଶକ୍ତି ସଞ୍ଚିତ କରିବା ଦ୍ୱାରା ଆମେ ସମସ୍ତ ଶାରୀରିକ ଏବଂ ମାନସିକ ରୋଗରୁ ମୁକ୍ତ ହୋଇପାରିବା। ଯଦି ଆମେ ପିରାମିଡ୍ ଭିତରେ ବସିକି ଧ୍ୟାନ କରିବା, ତ ଧ୍ୟାନର ସ୍ଥିତିରେ ସାଧାରଣରୁ 3 ଗୁଣା ଶୀଘ୍ର ପହଞ୍ଚିପାରିବା। ବର୍ତ୍ତମାନ ଆମେ ଏହା ଜାଣିବା କି ପିରାମିଡ୍ ଏବଂ ପିରାମିଡ୍ ଶକ୍ତି କ'ଣ। ଆମ ପୃଥିବୀ ଗ୍ରହରେ ପିରାମିଡ୍ ଏକ ଶକ୍ତିଶାଳୀ ଭବନ ଅଟେ, ଯାହାକୁ ସବୁଠୁ ଅଧିକ ବିଶ୍ୱଶକ୍ତି ମିଳିଥାଏ। ପିରାମିଡ୍ର କୋଣ 51 ଡିଗ୍ରୀ 52 ମିନିଟ୍ 10 ସେକେଣ୍ଡ। ଏହି କୋଣ ପାଇଁ ଏହାକୁ ସବୁଠୁ ଅଧିକ ବିଶ୍ୱଶକ୍ତି ମିଳିଥାଏ। ଏହି କୋଣ ପାଇଁ ଏହାକୁ ସବୁଠୁ ଅଧିକ ବିଶ୍ୱଶକ୍ତି ମିଳିଥାଏ। ପିରାମିଡ୍ କୌଣସି ବସ୍ତୁରୁ ପ୍ରସ୍ତୁତ କରାଯାଇପାରିବ। ପିରାମିଡ୍କୁ ଠିକ୍ ଦିଗରେ ରଖିବା ଆବଶ୍ୟକ। ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ। ବିଶ୍ୱଶକ୍ତି ଏହାର ଭୂମିଠାରୁ 1/3 ଉପରେ ଏକତ୍ରିତ ହୋଇଥାଏ।
ଏହି ସ୍ଥାନଟିକୁ ରାଜକୀୟ କକ୍ଷ କୁହାଯାଏ। ଏହି କୋଠରୀରେ ସବୁଠାରୁ ଅଧିକ ବିଶ୍ୱଶକ୍ତି ଥାଏ। ପିରାମିଡର ଅଗ୍ରଭାଗରେ ଏକ ରତ୍ନ ପଥର ଲଗାଯାଇଥାଏ, ଯାହାଦ୍ୱାରା ବିଶ୍ୱଶକ୍ତି ବଢ଼ିଥାଏ ଏବଂ ପିରାମିଡର ସବୁ ଜାଗାରେ ପହଞ୍ଚିଥାଏ। ଯଦି ଆମେ ପିରାମିଡ ଭିତରେ ଧ୍ୟାନ କରିବା, ତାହେଲେ ନିର୍ମଳ ସ୍ଥିତି 3 ଗୁଣା ଶୀଘ୍ର ପ୍ରାପ୍ତ ହୋଇଥାଏ। ପିରାମିଡ ଲୋକ ଏବଂ ପରଲୋକ ସହିତ ଆଦାନ ପ୍ରଦାନ ମଧ୍ୟ ସହଜରେ କରାଇ ପାରିଥାଏ। ପିରାମିଡ ମଧ୍ୟରେ ଧ୍ୟାନ କରିବା ଦ୍ୱାରା ରୋଗମୁକ୍ତ ହେବାରେ ସହାୟତା ମିଳିଥାଏ ଏବଂ ଧ୍ୟାନ ସମସ୍ତର ଅନୁଭବକୁ ନେଇପାରିଥାଉ। ଆସନ୍ତୁ, ଏପର୍ଯ୍ୟନ୍ତ ଆମେ ଯାହା କିଛି ବୁଝିଛେ ତାହାକୁ ଆଉଥରେ ମନେ ପକାଇବା। ଧ୍ୟାନ ସ୍ୱୟଂ ପ୍ରତି ଯାଉଥିବା ଏକ ଯାତ୍ରା ଅଟେ। ଏହା ପାଇଁ ଆମକୁ ଶରୀରକୁ ଉତ୍କୃଷ୍ଟ ରୂପରେ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଆରାମଦାୟକ ସ୍ଥିତିରେ ବସିବା ଦ୍ୱାରା ଆମ ଶରୀର ଶିଥିଳ ହୋଇଯାଏ ଏବଂ ଚେତନାକୁ ବିଚାର ଶୂନ୍ୟ ହେବାରେ ସହାୟତା ମିଳିଥାଏ। ନିଜର ପ୍ରାକୃତିକ ଶ୍ୱାସରେ ଧ୍ୟାନ ଦେବା ଦ୍ୱାରା ଆମେ ଆମର ମନକୁ ବିଚାର ଶୂନ୍ୟ କରି ନେଇଥାଉ। ଯେବେ ଆମର ଶରୀର ବିଚାର ଶୂନ୍ୟ ହୋଇଯାଏ, ସେବେ ବିଶ୍ୱ ଶକ୍ତିର ପ୍ରବାହ ଆରମ୍ଭ ହୋଇଯାଏ। ବିଶ୍ୱ ଶକ୍ତି ଦ୍ୱାରା ଶରୀରର ସମସ୍ତ ରୋଗର ନିବାରଣ ହୋଇଥାଏ ଏବଂ ଆମେ ବିନା ଔଷଧରେ ସୁସ୍ଥ ହୋଇଯାଉ। ଅଧିକରୁ ଅଧିକ ଧ୍ୟାନ କରିବା ଦ୍ୱାରା ବିଶ୍ୱ ଶକ୍ତି ସମସ୍ତ ଚିନ୍ତା ଦୂର କରିଦେଇଥାଏ। ଯେମିତି ଆମେ ଧ୍ୟାନ କରି ଚାଲିବା, ଆମର ମନ ଶାନ୍ତ, ଆହୁରି ଶାନ୍ତ ଏବଂ ବିରାଟ ହୋଇ ଚାଲିବ। ଏହାଦ୍ୱାରା ଆମ ସ୍ମରଣ ଶକ୍ତି ମଧ୍ୟ ବଢ଼ିଥାଏ। ଅଧିକରୁ ଅଧିକ ଧ୍ୟାନ କରିବା ଦ୍ୱାରା ଆମ ବୁଝିବା ଶକ୍ତି ମଧ୍ୟ ବଢ଼ିଥାଏ। ଏହାଦ୍ୱାରା ଆମର ଅନ୍ୟମାନଙ୍କ ପ୍ରତି ସମ୍ପର୍କ ବଢ଼ି ଚାଲିବା। ଧ୍ୟାନ ଦ୍ୱାରା ସୁଖୀ ଗୃହସ୍ଥ ଜୀବନ ପ୍ରାପ୍ତ ହେବ, ମନର ଶାନ୍ତି ମିଳିବ। ଧ୍ୟାନ ଆପଣଙ୍କୁ ସୁସ୍ଥ ଏବଂ ପରମ ଆନନ୍ଦିତ କରିଦିଏ। ଧ୍ୟାନ ଦ୍ୱାରା ଆମକୁ ଆମ ପ୍ରଶ୍ନର ଉତ୍ତର ମିଳିଥାଏ। ଏହାକୁ ଏବଂ ଏହାଠାରୁ ଅଧିକ ପାଇବା ପାଇଁ ପ୍ରତିଦିନ ଧ୍ୟାନ କରିବା ଦରକାର। ଧ୍ୟାନ କୌଣସି ବି ସ୍ଥାନରେ କରାଯାଇପାରିବ, କୌଣସି ବି ସମୟରେ କରାଯାଇପାରିବ। ଯାତ୍ରା ସମୟରେ ବି ଗୋଟେ ଥରକରେ ଆପଣଙ୍କ ବୟସ ହିସାବରେ ଧ୍ୟାନ କରିବା ଆବଶ୍ୟକ। ଉଦାହରଣ ସ୍ୱରୂପ 30 ବର୍ଷ ଆୟୁର ଜଣେ ବ୍ୟକ୍ତିକୁ ଗୋଟେ ସମୟରେ 30 ମିନିଟ୍ ପର୍ଯ୍ୟନ୍ତ ଧ୍ୟାନ କରିବା ଆବଶ୍ୟକ। ଧ୍ୟାନ କରିବା ପାଇଁ ଆପଣଙ୍କୁ ପରିବାର ଠାରୁ ଦୂରରେ ରହିବାର ଆବଶ୍ୟକତା ନାହିଁ। ପ୍ରତ୍ୟେକ ବ୍ୟକ୍ତିକୁ ଧ୍ୟାନ କରିବା ଦରକାର।
ଶିଶୁମାନେ ସବୁଠାରୁ ଭଲ ଧ୍ୟାନ କରନ୍ତି। ଏମାନେ 5 ବର୍ଷ ବୟସରୁ ଧ୍ୟାନ ଆରମ୍ଭ କରିପାରିବେ। ଧ୍ୟାନ କରିବା ପାଇଁ ଆପଣଙ୍କୁ କୌଣସି ଗୁରୁ କିମ୍ବା ମାଷ୍ଟରଙ୍କ ଆବଶ୍ୟକତା ନାହିଁ। ଆପଣଙ୍କୁ ଗୁରୁ କିମ୍ବା ମାଷ୍ଟର ଆପଣଙ୍କ ଭିତରେ ଅଛି। ଆପଣଙ୍କ ଶ୍ୱାସ ହିଁ ଆପଣଙ୍କ ଗୁରୁ ଅଟେ। ଏହା ସମସ୍ତଙ୍କ ପାଇଁ। ଧ୍ୟାନ ଆମ ଚେତନାର ସ୍ୱୟଂ ପ୍ରତି ଯିବାର ଏକ ଯାତ୍ରା ଅଟେ। ନିଜ ପାଖକୁ ପହଞ୍ଚିବା ପାଇଁ ଆମକୁ ଶରୀର ଏବଂ ମନକୁ ଉତ୍କୃଷ୍ଟ କରିବାକୁ ପଡ଼ିଥାଏ। ଯେବେ ଆମେ ନିଜ ପାଖରେ ପହଞ୍ଚି ଯାଉ, ସେବେ ଆମକୁ ଯଥେଷ୍ଟ ମାତ୍ରାରେ ବିଶ୍ୱ ଶକ୍ତି ମିଳିଥାଏ। ଅଧିକ ବିଶ୍ୱ ଶକ୍ତି ଆମକୁ ଜ୍ଞାନ ଦିଗରେ ନେଇଯାଇଥାଏ। ଜ୍ଞାନ ବା ବୋଧ କ'ଣ? ଚାଲନ୍ତୁ ଏହା ଉପରେ ବିଚାର କରିବା। ଧ୍ୟାନ ଆମର ଜ୍ଞାନକୁ ଉଚ୍ଚ ସ୍ତରକୁ ନେଇଯାଇଥାଏ। ଜ୍ଞାନ ଆଉ କିଛି ନୁହଁ, କେବଳ ଏକ ଅନୁଭବ ଅଟେ। ଅନୁଭବ ଆଉ କିଛି ନୁହେଁ, କେବଳ ନିଜ ଭିତରେ ସମ୍ପୂର୍ଣ୍ଣ ରୂପେ ବୁଡ଼ିଯିବା ଅଟେ। ଅଧିକରୁ ଅଧିକ ଧ୍ୟାନ କରିବା ଦ୍ୱାରା ଆମକୁ ଅଧିକ ଶକ୍ତି ମିଳିଥାଏ। ଏହି ଅଧିକ ଶକ୍ତି ଦ୍ୱାରା ଆମେ ସବୁ କ୍ଷେତ୍ରରେ ଅଧିକ ଗ୍ରସ୍ତ ହୋଇଯାଉ। ଆଉ ଏଇଭଳି ଆମେ ଅଧିକ ଜ୍ଞାନ ପ୍ରାପ୍ତ କରିଥାଉ। ଜ୍ଞାନ ଦ୍ୱାରା ଆମ ବୋଧ ଏବଂ ବୁଦ୍ଧିମତ୍ତାରେ ବୃଦ୍ଧି ଘଟିଥାଏ। ଏହି ବୋଧରୁ ଆମେ ବୁଝିଯାଉ କି ଆମେ କେବଳ ଶରୀର ନୁହଁ ଏବଂ ଆମେ ବୁଝିଯାଉ କି ଆମେ ମନ ବି ନୁହଁ। ଆମେ ଏକ ଅଦ୍ଭୁତ ଜୀବ। ଆହୁରି ଅଧିକ ବୋଧ ଦ୍ୱାରା ଆମେ ଆମ ସମସ୍ୟାରୁ ମୁକ୍ତି ପାଇପାରିବା। ଅଧିକ ଶକ୍ତି ଏବଂ ଅଧିକ ଜ୍ଞାନ ଆମ ଚେତନାର ବିସ୍ତାର କରିଥାଏ। ଚେତନାର ବିସ୍ତାର ହିଁ ଆତ୍ମାର ଲକ୍ଷ୍ୟ ଅଟେ। ଅଧିକ ଜ୍ଞାନ ଆମକୁ ବିଶେଷ ଇନ୍ଦ୍ରିୟମାନଙ୍କ ଦ୍ୱାରା ମିଳିଥାଏ, ଯେମିତିକି ଦିବ୍ୟ ଚକ୍ଷୁ ଏବଂ ସୂକ୍ଷ୍ମ ଶରୀର। ଦିବ୍ୟ ଚକ୍ଷୁ ଆମ ଆତ୍ମାର ଏକ ବହୁତ ଶକ୍ତିଶାଳୀ ମାଧ୍ୟମ ଅଟେ। ଏହା ପରଲୋକର ବାସ୍ତବିକତା ଦେଖିବା, ଅନୁଭବ କରିବା ଏବଂ ଶୁଣିବାର ଏକ ବହୁତ ଶକ୍ତିଶାଳୀ ସାଧନ ଅଟେ। ଆତ୍ମାର ଏହି ତିନୋଟି ପ୍ରକ୍ରିୟା ହିଁ ଦିବ୍ୟ ଚକ୍ଷୁ ଅଟେ। ଅଧିକରୁ ଅଧିକ ଧ୍ୟାନ କରିବା ଦ୍ୱାରା ଅଧିକ ଶକ୍ତିର ପ୍ରବାହ ଆରମ୍ଭ ହୋଇଯାଏ।
ଅଧିକ ଶକ୍ତି ଦିବ୍ୟ ଚକ୍ଷୁକୁ ସକ୍ରିୟ କରିଦିଏ। ଧ୍ୟାନ କରିବା ପାଇଁ ଏହା ଏକ ଅଦ୍ଭୁତ ଅନୁଭବ ଅଟେ। ଦିବ୍ୟ ଚକ୍ଷୁ ଯେତେବେଳେ ସକ୍ରିୟ ହୋଇଥାଏ, ସେତେବେଳେ ଆମ ମସ୍ତିଷ୍କରେ ବା ଆମ ମଥାରେ ଟାଣି ହେବା କିମ୍ବା କୁଞ୍ଚନ ଅନୁଭବ ହୋଇଥାଏ। ଆମକୁ ବିଭିନ୍ନ ରଙ୍ଗର ଝଲକ ଆମ ଚତୁଃପାର୍ଶ୍ୱରେ ଘୁରୁଥିବାର ଦେଖାଯାଏ। ଆମକୁ ସ୍ୱଳ୍ପ କଥାବାର୍ତ୍ତାର ଶବ୍ଦ ଏବଂ ଚାଲିବାର ଶବ୍ଦ ଶୁଣାଯାଇଥାଏ। ଆମକୁ ଲାଗେ କି ଆମେ ଖୁବ୍ ଅନ୍ଧାର ଗୁମ୍ଫା ମଧ୍ୟରେ ଯାତ୍ରା କରୁଛୁ। ଯେବେ ଆମେ ଅଧିକରୁ ଅଧିକ ଧ୍ୟାନ କରିବା, ସେବେ ପ୍ରାଣମୟ ଶରୀରକୁ ଯଥେଷ୍ଟ ଦିବ୍ୟ ଶକ୍ତି ମିଳିଯାଏ, ଯାହାଦ୍ୱାରା ଆମ ଦିବ୍ୟ ଚକ୍ଷୁର ସିଦ୍ଧି ହୋଇଯାଏ। ଆମକୁ ଏହି ସ୍ତର ଏବଂ ଅନ୍ୟ ସ୍ତର ଗୁଡ଼ିକ ସ୍ପଷ୍ଟ ରୂପେ ଦେଖାଯିବା ଆରମ୍ଭ ହୋଇଯାଏ। ଦିବ୍ୟ ଚକ୍ଷୁର ସମ୍ପୂର୍ଣ୍ଣତା ପାଇଁ ଆମକୁ ଅନେକ କିଛି ଜିନିଷ ଆଖିଠାରୁ ଆହୁରି ସ୍ପଷ୍ଟ ଦେଖାଯାଏ। ଆମକୁ ଅନ୍ୟ ସ୍ତରର ବାସ୍ତବିକତା ଦେଖାଯିବା ଆରମ୍ଭ ହୋଇଯାଏ। ଆମକୁ ଦେଖାଯାଏ ସେ ସବୁ ଜିନିଷ ଯାହା ପଞ୍ଚ ଜ୍ଞାନେନ୍ଦ୍ରିୟରୁ ମଧ୍ୟ ଦେଖାଯାଇନଥାଏ। ଆମେ ଅନୁଭବ କରୁ ଏଭଳି କିଛି ଜିନିଷ ଯାହା ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ। ଆମକୁ ଶୁଣାଯାଇଥାଏ ପ୍ରଶ୍ନ, ଧ୍ୱନି, ବାଦ୍ୟଯନ୍ତ୍ରର ଶବ୍ଦ। ଆମକୁ ଦେଖାଯାଆନ୍ତି ସେଇ ମହାପୁରୁଷମାନେ ଯେଉଁମାନଙ୍କର ଶାରୀରିକ ରୂପ ଏବେ ଉପଲବ୍ଧ ନାହିଁ। ଆମକୁ ଦେଖାଯାଆନ୍ତି ସେଇ ମହାପୁରୁଷମାନେ ଯେଉଁମାନଙ୍କର ଶାରୀରିକ ରୂପ ଆମ କଳ୍ପନାରେ ଅଛି। ଆମକୁ ଦେଖାଯାଆନ୍ତି ଅନେକ ମହାପୁରୁଷ ଯେଉଁମାନେ ବର୍ତ୍ତମାନ ଶରୀରରେ ଉପସ୍ଥିତ ନାହାନ୍ତି। ଆମେ ଦେଖିପାରୁ ସେମାନଙ୍କୁ ଆମ ଦିବ୍ୟ ଚକ୍ଷୁ ମାଧ୍ୟମରେ। ଆହୁରି ଅଧିକ ଧ୍ୟାନ କରିବା ଦ୍ୱାରା ଆମକୁ ସେ ମହାପୁରୁଷମାନେ ତୀବ୍ର ଜ୍ୟୋତି ରୂପରେ ଦେଖାଯାଆନ୍ତି। ତୀବ୍ର ଜ୍ୟୋତି ରୂପରେ ଦେଖାଗଲା ପରେ ବି ଆମେ ତାଙ୍କୁ ଚିହ୍ନି ପାରୁ। ଆମେ ମହାପୁରୁଷଙ୍କ ସନ୍ଦେଶ ଶୁଣିପାରୁ। ଆମେ ଅନୁଭବ କରୁ ଏକ ସୁରଙ୍ଗ ମଧ୍ୟରେ ଯାତ୍ରା କରିବାର ଅନୁଭବ ଏବଂ ଶରୀରରେ ବିଭିନ୍ନ ପ୍ରକାର ଅନୁଭବ ଏବଂ ଶେଷରେ ପ୍ରକାଶ ମଧ୍ୟରେ ବିଲୀନ ହେବାର ଅନୁଭବ। ଆମେ ଏହା ଜାଣିଛେ କି ଦିବ୍ୟ
କି ଦିବ୍ୟ ଚକ୍ଷୁର ଅନୁଭବ ମାଧ୍ୟମରେ ଆମେ ଆମର ସମସ୍ତ ସମସ୍ୟାର ସମାଧାନ ମହାପୁରୁଷଙ୍କ ଦ୍ୱାରା ପଠାଯାଇଥିବା ସନ୍ଦେଶ ମାଧ୍ୟମରେ କରିପାରିବା କିମ୍ବା ଅନ୍ୟ ଲୋକର ବାସ୍ତବିକତା ଦ୍ୱାରା ଏକ ଅନୁଭବ ରୂପରେ ଏହାର ସମାଧାନ କରିପାରିବା। ଏହାଦ୍ୱାରା ଆମର ବ୍ୟବହାର ବଦଳିବ, ଆମ ବିଶ୍ୱାସ ବଦଳିବ, ଆମ ବୋଧ ଜ୍ଞାନ ବଦଳିବ। ଦିବ୍ୟ ଚକ୍ଷୁର ଏହି ଅନୁଭବ ଦ୍ୱାରା ଆମ ସମ୍ମୁଖରେ ଥିବା ଭୌତିକ ସ୍ତରର ବୋଧ ବଦଳିଯିବ। ଆସନ୍ତୁ ଏବେ ଆମେ ଶରୀରର ଅନ୍ୟ ସାଧନ ବିଷୟରେ ଜାଣିବା। ସୂକ୍ଷ୍ମ ଶରୀର ସ୍ୱୟଂର ଏକ ଏଭଳି ସାଧନ ଯାହା ଅନ୍ୟ ଲୋକକୁ ଜ୍ଞାନ ଦେଇଥାଏ। ସୂକ୍ଷ୍ମ ଶରୀର ଆମ ଚେତନାର ଅନ୍ୟ ଏକ ରୂପ ଅଟେ। ଆମର ଭୌତିକ ଶରୀର ଭଳି ସାଧାରଣ ସ୍ଥିତିରେ ଚେତନା ଆମର ସମ୍ପୂର୍ଣ୍ଣ ଶରୀରରେ ଉପସ୍ଥିତ ଥାଏ। ଶୋଇବା ସମୟରେ ଅଜାଣତରେ ଆମେ ସୂକ୍ଷ୍ମ ଶରୀରର ତରଙ୍ଗକୁ ଅନୁଭବ କରିଥାଉ। ଏହାକୁ ଆମେ ସ୍ୱପ୍ନ କହିଥାଉ। ଜାଗୃତ ଅବସ୍ଥାରେ ଆମେ ସୂକ୍ଷ୍ମ ଶରୀରର ଅନୁଭବ ଧ୍ୟାନ ମାଧ୍ୟମରେ କରିପାରିବା। ସୂକ୍ଷ୍ମ ଶରୀରର ଯାତ୍ରା ଅନ୍ତରାଳ ଏବଂ ସମୟର ସୀମା ପାରରେ ହୋଇଥାଏ। ସଚେତ ଅବସ୍ଥାରେ ଅନ୍ତରାଳର ଅନୁଭବ ପରେ ଆମକୁ ନୂଆ ଅଂଶର ଜ୍ଞାନ ମିଳିଥାଏ। ଧ୍ୟାନରେ ଯଥେଷ୍ଟ ବିଶ୍ୱଶକ୍ତି ମିଳିବା ପରେ ଚେତନା ଯିଏ ଆମ ପୁରା ଶରୀରରେ ପରିବ୍ୟାପ୍ତ ହୋଇଛି ଏକ ବିନ୍ଦୁ ଆଡ଼କୁ ଗତି କରିଥାଏ। ଯେବେ ଚେତନା ବଢ଼ିଯାଏ ସେବେ ଆମକୁ ଭୌତିକ ଶରୀରରେ ଧକ୍କା ଅନୁଭବ ହୋଇଥାଏ। ଏମିତି ଲାଗେ ଯେପରି ଆମ ଶରୀର ପହଁରୁଛି। ଏମିତି ଲାଗେ ଯେମିତିକି ଆମ ହାତ ଗୋଡ଼ ହିଁ ନାହିଁ। ଆମକୁ ଆମ ଶରୀର ପଙ୍ଖ ଭଳି ହାଲୁକା ଲାଗିବା ଆରମ୍ଭ ହୁଏ। ଏହାକୁ ପରଲୌକିକ ଶକ୍ତି କୁହାଯାଏ। ଅଧିକରୁ ଅଧିକ ଧ୍ୟାନ କରିବା ଦ୍ୱାରା ଆମକୁ ଅଧିକ ବିଶ୍ୱଶକ୍ତି ମିଳିଥାଏ। ଆମ ଚେତନା ସୂକ୍ଷ୍ମ ଶରୀରର ରୂପ ଧାରଣ କରି ବହୁତ ଶୀଘ୍ର ବୁଲିବା ଆରମ୍ଭ କରିଦିଏ। ଯାହାଦ୍ୱାରା କାର୍ଯ୍ୟ ବଢ଼ିବାକୁ ଲାଗେ। ଏହି କାର୍ଯ୍ୟ ପରେ ଆମ ସୂକ୍ଷ୍ମ ଶରୀର
ଭୌତିକ ଶରୀରରୁ ବାହାରକୁ ଆସିବାକୁ ଲାଗିଥାଏ। ଏହି ଦୁଇଟି ଶରୀର ଚାନ୍ଦି ଭଳି ଏକ ଡୋରିରେ ଯୋଡ଼ି ହୋଇ ରହିଥାନ୍ତି। ଏହି ଚାନ୍ଦିର ଡୋରି ଆଉ କିଛି ନୁହଁ, ତୀବ୍ର ଗତିରେ ଖଡ଼ ଖଡ଼ ହେଉଥିବା ଚେତନା ଅଟେ, ଯେ ଭୌତିକ ଶରୀରରୁ ସୂକ୍ଷ୍ମ ଶରୀରକୁ ଏବଂ ସୂକ୍ଷ୍ମ ଶରୀରରୁ ଭୌତିକ ଶରୀରକୁ ସନ୍ଦେଶ ଦେଇଥାଏ। ଆଉ ଏହିଭଳି ଭାବରେ ଆମେ ଅନ୍ତରାଳର ଯାତ୍ରା କରିଥାଉ। ଅନ୍ତରାଳର ଯାତ୍ରା ଆମ ଚେତନାର ଜଣାତର କିମ୍ବା ଅଜଣାତର ଯାତ୍ରା ଅଟେ। ଅନ୍ତରାଳର ଯାତ୍ରା ଦ୍ୱାରା ଆମକୁ ସ୍ୱୟଂ ବିଷୟରେ ଉଚ୍ଚତମ ଜ୍ଞାନ ଏବଂ ବୋଧ ମିଳିଥାଏ। ଅନ୍ତରାଳର ଯାତ୍ରାରେ ଆମ ସୂକ୍ଷ୍ମ ଶରୀର ସମସ୍ତ ଭୌତିକ ଜିନିଷ ତଥା ତତ୍ତ୍ୱ ଯେମିତିକି ପୃଥିବୀ, ପାଣି, ଅଗ୍ନି, ବାୟୁ ଏବଂ ଆକାଶ ମଧ୍ୟରେ ଗତି କରିପାରିବ। ସୂକ୍ଷ୍ମ ଶରୀର ସମସ୍ତ ଲୋକ ମଧ୍ୟରେ ନିର୍ଭୀକ ଭାବରେ ଗତି କରିପାରିବ। ଧ୍ୟାନ କରୁଥିବା ବ୍ୟକ୍ତି ନିଜର ଶରୀରରୁ ବାହାରକୁ ଆସି ନିଜ ଭୌତିକ ଶରୀରକୁ ଦେଖିପାରିବ। ଏହାଦ୍ୱାରା ତାକୁ ଉଚ୍ଚତମ ବୋଧ ମିଳିଥାଏ। ସେ ବୁଝିପାରେ ସେ ଶରୀର ନୁହଁ, ଅପିତୁ ଶରୀରରେ ରହିଥାଏ। ଏହା ଏକ ଗଭୀର ବୋଧ ଅଟେ। ପ୍ରତ୍ୟେକ ବ୍ୟକ୍ତିକୁ ଅନ୍ତରାଳର ଯାତ୍ରାର ଅନୁଭବ କରିବା ଦରକାର। ଅଧିକରୁ ଅଧିକ ଯାତ୍ରା କରିବା ଦ୍ୱାରା ଆମ ସୀମା ଶେଷ ହୋଇଯାଏ। ଆମେ ଜାଣିଯିବା କି ଆମେ ଅସୀମ। କେବଳ ଏହି ଅନୁଭବ ଦ୍ୱାରା ହିଁ ଆମେ ଜାଣିଯିବା କି ଆମେ ଚେତନା ଅଟୁ। ଆମେ ଜାଣିଯିବା କି ଆମେ ଅସୀମ। ଆମେ ଜୀବନର ନୂଆ ବିସ୍ତାର ଜାଣିଯିବା। ଅଧିକରୁ ଅଧିକ ଧ୍ୟାନ କରିବା ଦ୍ୱାରା ଆମକୁ ଅଧିକ ବିଶ୍ୱଶକ୍ତି ମିଳିବ। ବିଶ୍ୱଶକ୍ତି ଦ୍ୱାରା ଆମର ସମସ୍ତ କାର୍ଯ୍ୟରେ କ୍ରିୟାଶୀଳ ହେବାର ଆମର ଦକ୍ଷତା ବଢ଼ିଯାଏ। ଶରୀର, ମନ ଏବଂ ସ୍ୱୟଂ ଦ୍ୱାରା ଅଧିକ କ୍ରିୟାଶୀଳ ହେବା ଦ୍ୱାରା ଆମେ ପ୍ରତ୍ୟେକ ପରିସ୍ଥିତିକୁ ସମ୍ପୂର୍ଣ୍ଣ ରୂପେ ବୁଝିପାରୁ। ଏ ବୋଧ ଆଉ କିଛି ନୁହଁ, ଜ୍ଞାନ ଅଟେ। ସାଧାରଣ ମନୁଷ୍ୟକୁ କେବଳ ଅନୁଭବ ମିଳିଥାଏ। କାହିଁକି ନା ସେ ଅବସ୍ଥାରେ ଜ୍ଞାନ ବିଷୟରେ ଭାବିନଥାଏ। କାହିଁକି ନା ସେ ଅବସ୍ଥାରେ ଅନୁଭବ ସେ କେବଳ ଭୌତିକ ବୋଧରୁ ହିଁ କରିଥାଏ। ଜ୍ଞାନ ଯୋଗ ଏହି ଅବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବୁଝିନିଏ। କାହିଁକି ନା ସେ ଜାଣିଥାଏ କି ସେ କେବଳ ଶରୀର ନୁହଁ,
ମାତ୍ର ଶରୀରରେ ରହୁଥାଏ। ସେ ଜାଣିଥାଏ ଏ ଅବସ୍ଥା ଗୁଡ଼ିକ ତାର ବିକାଶ ପାଇଁ ଅଟେ। ଧ୍ୟାନର ଅନୁଭବ ପରେ ଏବଂ ସେଗୁଡ଼ିକୁ ବ୍ୟବହାରିକ ଜୀବନରେ ପ୍ରୟୋଗ କଲା ପରେ ଅପାର ବୋଧର ଅନୁଭବ ହୋଇଥାଏ। ଏହି ବୋଧରୁ ହଜାର ହଜାର ରାସ୍ତା ଖୋଲିଯିବ। ଏହି ରାସ୍ତା ଗୁଡ଼ିକ ଆମ ଜୀବନରେ ନୂଆ ଉପଲବ୍ଧିର ନୂଆ ବିସ୍ତାର କରିବ। ଆମର ବୋଧରୁ ଉପଲବ୍ଧି ଗୁଡ଼ିକର ଏବଂ ଜ୍ଞାନର ବୃଦ୍ଧି ହେବ। ଏହାଦ୍ୱାରା ଆମ ଚେତନାର ବିସ୍ତାର ହେବ, ଯାହା ଆଉ କିଛି ନୁହଁ, କେବଳ ବିବେକର ଉପଲବ୍ଧି ଅଟେ। ଏହି ବିବେକର ଅନୁଭବ କିଛି ଏଭଳି ହେବ ଯେମିତିକି ସେ ହଜାର ସ୍ୱର୍ଣ୍ଣ ପାଖୁଡ଼ାର ଏକ ପଦ୍ମ। ପ୍ରତ୍ୟେକ ପାଖୁଡ଼ା ବୋଧର ଏକ ନୂଆ ମାତ୍ରା ହୋଇଥିବ। ଅଧିକରୁ ଅଧିକ ମାତ୍ରାରେ ବୋଧ ହେବା ପରେ ଆମକୁ ଅନ୍ୟ ଲୋକର ଉପସ୍ଥିତି ଅଧିକରୁ ଅଧିକ ବୁଝିବା ସମ୍ଭବ ହୋଇଯିବ। ଏହି ବୋଧରୁ ଆମେ ଜାଣିଯିବା କି ମୃତ୍ୟୁ କେଉଁଠି ବି ନଥାଏ। ଆମେ ଅନନ୍ତ ଅଟୁ। ଆମେ ବୁଝିଯିବା କି ଜୀବନ କ'ଣ ଏବଂ ମୃତ୍ୟୁ କ'ଣ। ଆମେ ଏହି ପୃଥିବୀରେ ବିଶ୍ୱ ଚେତନାର ଏକ ଅଂଶ ରୂପରେ ଆସିଥାଉ। ଉଦ୍ଗମ ସ୍ଥଳରୁ ଆମେ ନିଜର ଏକ ପ୍ରାଣମୟ ଶରୀର ଏକ ଢାଞ୍ଚା ନେଇ ଆସିଥାଉ। ଆମେ ଏହି ପୃଥିବୀରେ ଅଦ୍ଭୁତ ଅନୁଭବ ନେବା ପାଇଁ ଆସିଥାଉ। ଆମ ଅନୁଭବ ପାଇଁ ଆମେ ଏକ ଗର୍ଭାଶୟ ବା ଗର୍ଭ ଚୟନ କରିଥାଉ। ଆମେ ପିତାମାତା, ପରିବେଶ ଏବଂ ପରିସ୍ଥିତି ଚୟନ କରିଥାଉ। ଜୀବନର ସମ୍ପୂର୍ଣ୍ଣ ଢାଞ୍ଚା ଆମ ସ୍ୱୟଂକୁ ଜଣାଥାଏ। ମାଙ୍କୁ ଚୟନ କଲା ପରେ ଚେତନାର ଗୋଟେ ଅଂଶ ମାର ଗର୍ଭସ୍ଥାନରେ ପ୍ରବେଶ କରେ। ଚେତନାର ମାର ଗର୍ଭସ୍ଥାନରେ ପ୍ରବେଶ କରିବା ପରେ ଗର୍ଭସ୍ଥ ଶିଶୁ ଭିତରେ ପ୍ରାଣ ଆସିଥାଏ। ପ୍ରାଣମୟ ଶରୀରରେ ବିଶ୍ୱଶକ୍ତି ପ୍ରବାହରେ ଏବଂ ସେମାନଙ୍କ କାରଣ ଦ୍ୱାରା ପ୍ରାକୃତିକ ଶରୀର ତିଆରି ହୋଇଥାଏ। ଚେତନା ବାରମ୍ବାର ଉଦ୍ଗମ ସ୍ଥାନକୁ ଆସୁଥାଏ ଏବଂ ଯେବେ ପ୍ରଥମ ଶ୍ୱାସ ଆସେ ମାର ଗର୍ଭସ୍ଥାନରୁ ବାହାରି ଆସିବା ପରେ ସେ ବାହାରର ପ୍ରଥମ ଶ୍ୱାସ ନେଇଥାଏ। ଏହାକୁ ଜନ୍ମ କହନ୍ତି। ପ୍ରଥମ ଦିନରୁ 7 ବର୍ଷ ପର୍ଯ୍ୟନ୍ତ ଆମକୁ ଉଦ୍ଗମ ସ୍ଥଳର ଅନୁଭବ ସ୍ମରଣ ଥାଏ। 7 ବର୍ଷ ଠାରୁ ମସ୍ତିଷ୍କ ନିଜର ଆକାର ନେବା ଆରମ୍ଭ କରିଦିଏ। 14 ବର୍ଷରେ ଏହି ପ୍ରକ୍ରିୟା ପୁରା ହୋଇଯାଇଥାଏ। ବୁଦ୍ଧିର କ୍ରିୟାଶୀଳତା 14 ବର୍ଷରୁ ଆରମ୍ଭ କରି 21 ବର୍ଷରେ ସମାପ୍ତ ହୋଇଥାଏ। 21 ବର୍ଷରୁ 28 ବର୍ଷ ପର୍ଯ୍ୟନ୍ତ ମନୁଷ୍ୟ ଶରୀର, ମସ୍ତିଷ୍କ
ଏବଂ ବୁଦ୍ଧିର ଏକ ମିଶ୍ରଣର ଅନୁଭବ କରିଥାଏ। 28 ବର୍ଷ ପରଠାରୁ ତା ଜୀବନ ସ୍ୱୟଂର ବୁଦ୍ଧି ଉପରେ ନିର୍ଭର କରିଥାଏ। ଯଦି ମନୁଷ୍ୟ ସ୍ୱୟଂ ପ୍ରତି ଜାଗୃତ ନ ହୁଏ, ତେବେ ଚେତନା ଶରୀର ଏବଂ ମସ୍ତିଷ୍କ ମଝିରେ ରହିଯାଇଥାଏ ଏବଂ ଏଇଠୁ ହିଁ ସମସ୍ତ ଦୁଃଖ ଆରମ୍ଭ ହୋଇଥାଏ। ସେ ପରିସ୍ଥିତିକୁ ବୁଝିପାରେ ନାହିଁ। ଏହାଦ୍ୱାରା ସମସ୍ତ ସ୍ଥିତି ଶୋଚନୀୟ ହୋଇଯାଏ। ସେ ନିଜକୁ ଗୁପ୍ତ ଏବଂ କଠୋର ସ୍ଥାନରେ ଲୁଚେଇ ଦିଏ। କଠୋରତା ବିଶ୍ୱ ଶକ୍ତିର ପ୍ରବାହକୁ ବନ୍ଦ କରିଦିଏ। ଏହାଦ୍ୱାରା ସେ ଶାରୀରିକ ଏବଂ ମାନସିକ ରୋଗ ଏବଂ ଚିନ୍ତାରେ ଅଟକି ଯାଇଥାଏ। ସେ ନିଜ ଜୀବନକୁ ଅସାବଧାନତାରେ କାଟିଦିଏ। ସେ ନିଜ ଜୀବନର ଉଦ୍ଦେଶ୍ୟ ବୁଝିପାରେ ନାହିଁ। ସେ ବାଲ୍ୟାବସ୍ଥାରୁ ଯୁବାବସ୍ଥାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ନିଜର ଜୀବନ କାଟିଦେଇ ପୃଥିବୀରୁ ସାଧରି ଯାଇଥାଏ। ସେ ନିଜ ଜୀବନର ଉଦ୍ଦେଶ୍ୟ ପୂରା କରିପାରେ ନାହିଁ। ଏହାକୁ ଆମେ ମୃତ୍ୟୁ କହିଥାଉ। ମୃତ୍ୟୁ ପରେ ବି ତା ମସ୍ତିଷ୍କର କଠୋର ସ୍ତର ଭୁଲ ଧାରଣା ଚେତନାକୁ ଉତ୍କମ ସ୍ଥାନରେ ପହଞ୍ଚିବାକୁ ଦିଏ ନାହିଁ। ଭୁଲ ଧାରଣା ଯୋଗୁଁ ନିଜର ସ୍ୱର୍ଗ ଏବଂ ନର୍କ ନିଜେ ସୃଷ୍ଟି କରିଦେଇଥାଏ ଏବଂ ନିମ୍ନ ସ୍ତରର ଆଧ୍ୟାତ୍ମିକ ଜୀବନ ହୋଇ ରହିଯାଇଥାଏ। ଯଦି ମନୁଷ୍ୟ ନିଜ ଭିତରେ ସନ୍ତୁଷ୍ଟରେ ରହି ନିଜର ଜୀବନ ଆରମ୍ଭ କରିଥାଏ, ତ ସେ ସବୁ ପରିସ୍ଥିତିରେ ଆନନ୍ଦପୂର୍ବକ ରହିବ। ମୃତ୍ୟୁ ପରେ ବି ସେ ନିମ୍ନ ଲୋକରେ ରହିବନି। ସେ ଉତ୍କମ ସ୍ଥାନରେ ପହଞ୍ଚିଯିବ। ଦିବ୍ୟ ଚକ୍ଷୁର ଅନୁଭବ ଏବଂ ସୂକ୍ଷ୍ମ ଶରୀରର ଅନୁଭବ ଦ୍ୱାରା ଅଧିକ ଜ୍ଞାନ ପ୍ରାପ୍ତ ହୋଇଥାଏ। ଏହି ଜ୍ଞାନରୁ ଜୀବନ ଏବଂ ମୃତ୍ୟୁର ଅର୍ଥ ବୋଧ ହୋଇଥାଏ। ଶରୀର, ମସ୍ତିଷ୍କ ଏବଂ ବୁଦ୍ଧି ସ୍ୱୟଂ ଏବଂ ଜୀବନର ଶକ୍ତି ବହୁତ ସ୍ପଷ୍ଟ ଭାବରେ ବୋଧ ହୋଇଥାଏ। ମନୁଷ୍ୟ ବୁଝିକି ଚେତନା, ବିଶ୍ୱଶକ୍ତି ଏବଂ ଜ୍ଞାନର ମିଶ୍ରଣ ଅଟେ।
ଚେତନା ଶକ୍ତି ଏବଂ ଜ୍ଞାନ ପାଇବା ପାଇଁ ମନୁଷ୍ୟ ପୃଥିବୀକୁ ଆସିଥାଏ। ସବୁବେଳେ ସତ୍ୟ ସହିତ ଜୀବନକୁ ଯିବା ଦ୍ୱାରା ମନୁଷ୍ୟ ପୁରା ସୃଷ୍ଟିର ନିର୍ମାଣ ବ୍ୟବସ୍ଥାକୁ ପୂର୍ଣ୍ଣ ରୂପେ ବୁଝିପାରିବ। ଏହି ବୋଧ ଦ୍ୱାରା ମନୁଷ୍ୟ ଏକ ଅଦ୍ଭୁତ ସୃଷ୍ଟିକର୍ତ୍ତା ହୋଇପାରିବ ଏବଂ ତାପରେ ମନୁଷ୍ୟର ପ୍ରତ୍ୟେକ ବାକ୍ୟ ବ୍ରହ୍ମ ବାକ୍ୟ ହେବ। ସେ ଯାହା ଭାବିବ ତାହା ସମ୍ପୂର୍ଣ୍ଣ ହେବ। ତାର ପ୍ରତ୍ୟେକ କାର୍ଯ୍ୟ ଏକ ନୂଆ ଆବିଷ୍କାର ହେବ। ଏହା ହିଁ ହେଉଛି ଜ୍ଞାନବୋଧ।